ବିରିୟାନୀ ଖାଇବାକୁ କିଏ ବା ପସନ୍ଦ ନ କରନ୍ତି। ବିରିୟାନୀକୁ ଦେଖିକି ଆପଣମାନେ ଜାଣିପାରୁଥିବେ ଯେତିକି ସୁନ୍ଦର ବନିଥିଲା, ସେତିକି ଟେଷ୍ଟି ଲାଗିଥାଏ ମଧ୍ୟ ଖାଇବା ପାଇଁ। ହୋଟେଲ, ରେଷ୍ଟୁରାଣ୍ଟ ଯିବା ମଧ୍ୟ ଭୁଲିଯିବେ ଯଦି ଏଇ ଷ୍ଟାଇଲର ବିରିୟାନୀ ଘରେ ବନେଇକି ଦେଖିବେ। ବନେଇବା ବହୁତ ସହଜ, ଖାଇବାକୁ ବହୁତ ଟେଷ୍ଟି। ଆଉ ବିରିୟାନୀ ରେସିପିରେ ମୁଁ ଛୋଟ ଛୋଟ ଟିପ୍ସ ଆଉ ଟ୍ରିକ୍ସ ସେୟାର କରିଛି, ଯୋଉଥିରେ କି ଆପଣମାନଙ୍କୁ ଏମିତି ପରଫେକ୍ଟ ବିରିୟାନୀ ବନେଇବାରେ ହେଲ୍ପ କରିବ। ନମସ୍କାର, ମୁଁ ପ୍ରଜ୍ଞା ଆପଣମାନଙ୍କୁ ସ୍ୱାଗତ କରୁଛି ପ୍ରଜ୍ଞା ହୋମ୍ କିଚେନକୁ। ଆଜି ଆସନ୍ତେ ବନେଇବା ସମସ୍ତଙ୍କୁ ପସନ୍ଦ ଆସିଲା ଭଳି ଚିକେନ ବିରିୟାନୀ, ଯୋଉଥିରେ କି ବନେଇବା ବହୁତ ସହଜ, ଖାଇବା ମଧ୍ୟ ବହୁତ ଟେଷ୍ଟି ହେଇଥାଏ। ତ ସେଥିପାଇଁ ପ୍ରଥମେ ମୁଁ ଏଇଠି କିଛି ବାସୁମତୀ ଚାଉଳ ନେଇ ଆସିଛି। ଆଉ ଏଇଠି ଦେଖିପାରୁଥିବେ ସେ ଚାଉଳକୁ ମୁଁ ଏମିତି ବତୁରେଇ ଦେଇଛି, ଅଧଘଣ୍ଟା ପାଇଁ ପାଣି ଦେଇକି ସେ ଚାଉଳକୁ ବତୁରେଇ ଦେଇଛି। ତାପରେ ମୁଁ ଏଇଠି କିଛି ପିଆଜ ମଧ୍ୟ ନେଇ ଆସିଛି, ଯେହେତୁ ବିରିୟାନୀରେ ଆମକୁ ଭଜା ପିଆଜ ଦରକାର, ମାନେ ଯୋଉଟା କି ରେଡ୍ କଲର ହେଇଯାଇଥାଏ ପିଆଜଟାକୁ। ମୁଁ ସେଠି ପିଆଜକୁ ଭାଜି ନେବି, ସେଥିପାଇଁ ଏଠି ଦେଖିପାରୁଥିବେ ମୁଁ ସେ ପିଆଜକୁ କିପରି ଭାବେ କାଟିଛି। ଆଉ ପୁରା ଛୋଟ ଛୋଟ କରିକି ମୁଁ ସେ ପିଆଜକୁ କାଟି ନେଇଛି। ପିଆଜକୁ କାଟି ନେଇ ସାରିବା ପରେ ଏଇଠି ମୁଁ କିଛି ତେଲ ଆଡ୍ କରିଛି, ମାନେ କିଛି ରିଫାଇନ ତେଲ ଆଡ୍ କରିଛି। ତେଲ ଗରମ ହବା ପରେ ମୁଁ ସେ ପିଆଜକୁ ଦେଇକି ଏଇଠି କିଛି ସମୟ ପାଇଁ ସେ ପିଆଜକୁ ଭାଜିବା ସମୟରେ ଗ୍ୟାସର ଫ୍ଲେମ୍ ମୁଁ ଲୋ ଟୁ ମିଡିୟମ ରଖିଥିଲି। ହାଇ ଫ୍ଲେମ୍ରେ ଜମା ବି ସେ ପିଆଜକୁ ଭାଜିନି, ଯାହା ଫଳ ଯଦି ହାଇ ଫ୍ଲେମ୍ରେ ଦେଇକି ଭାଜିବା କଣ ହବ ନା, ପିଆଜ ଆମର ଶୀଘ୍ର ଶୀଘ୍ର ଲାଲ ହେଇଯିବ, ଆଉ ଭଲ ଭାଜି ହବନି ସେ ପିଆଜଟି। ଏଇଠି ଦେଖିକି ଜାଣିପାରୁଥିବେ ପିଆଜ ଆମର ପୁରା ପରଫେକ୍ଟଲି ଭାଜି ହେଇଯାଇଛି। ଏବେ ମୁଁ ତାକୁ କାଢିକି ଗୋଟେ ଅଲଗା ପ୍ଲେଟକୁ ରଖି ନେଇଛି। ପିଆଜକୁ ଭାଜି ନେଇ ସାରିବା ପରେ ମୁଁ ଏଠି କିଛି ଆଳୁ ନେଇଥିଲି। ଆଉ ଆଳୁର ସେପ୍ ଦେଖିକି ଜାଣିପାରୁଥିବେ ମୁଁ ଏଠି ଗୋଟିଏ ବଡ ଆଳୁକୁ 2 ଖଣ୍ଡ କରିଛି। ଆଉ ଏଠି ଛୋଟ ଆଳୁ ମୁଁ ୟୁଜ କରିନି। ଆଉ ଏଇପରି ଭାବେ ସେ ଆଳୁକୁ ମଧ୍ୟ ଦେଇକି ଏଠି କିଛି ସମୟ ଭାଜି ନେଇଛି। ଏମିତିରେ ବି ମୁଁ ସବୁବେଳେ ଚେଷ୍ଟା କରେ ମୋ ଭିଡ଼ିଓରେ ଦେଖାଇବା ପାଇଁ ଯେ ଆମେ ଘରେ କିପରି ଭାବେ ହେଲ୍ଦି ଆଉ ଟେଷ୍ଟି ରେସିପି ଖାଇପାରିବା। ଓ ଆଜି ସେମିତି ମୁଁ ଆପଣମାନଙ୍କ ସାଙ୍ଗରେ ଗୋଟେ ବିରିୟାନୀର ରେସିପି ସେୟାର କରିଛି। ଆଉ ବିରିୟାନୀ ତ ଏମିତିରେ ଖାଇବା ପାଇଁ ସମସ୍ତଙ୍କୁ ପସନ୍ଦ ହେଇଥାଏ, ଛୋଟରୁ ବଡ଼ ସମସ୍ତେ ଖାଇବା ପାଇଁ ପସନ୍ଦ ମଧ୍ୟ କରନ୍ତି। ଥରେ ଥରେ ଏଇ ଭିଡ଼ିଓଟିକୁ ଦେଖନ୍ତୁ। ବିରିୟାନୀ ବନେଇବା ଏତେ ସହଜ, ଆପଣମାନେ ନିହାତି ଜାଣିପାରିବେ। ଯେତେବେଳେ ବି ଇଚ୍ଛା ହବ ଆପଣ ଏଇପରି ଭାବେ ବିରିୟାନୀ ବନେଇକି ମଧ୍ୟ ଖାଇପାରିବେ। ଆଳୁକୁ ଭାଜିକି ଗୋଟେ ପ୍ଲେଟକୁ ରଖି ନେଇଛି। ତାପରେ ମୁଁ ଏଇଠି କିଛି ଚିକେନ ଆଣିଥିଲି, ଯେହେତୁ ମୁଁ କହିଥିଲି ଆଜି ଚିକେନ ବିରିୟାନୀ ବନେଇବି। ଆଉ ଚିକେନ ବିରିୟାନୀ ବନେଇବା ସମୟରେ ତାର ପିସ୍ ଟିକେ ବଡ଼ ବଡ଼ ହେଇଥାଏ, ଏଇଠି ପିସ୍ ମଧ୍ୟ ମୁଁ ବଡ଼ ବଡ଼ ନେଇଛି। ଏବେ ଚାଲନ୍ତୁ ମୁଁ ସେ ଚିକେନକୁ ମ୍ୟାରିନେଟ୍ କରିନେବି। ମ୍ୟାରିନେଟ୍ କରିବା ପାଇଁ ପ୍ରଥମେ ଗୋଟିଏ ଚାମଚ ଦେଇଥିଲି ଲୁଣ, ଗୋଟିଏ ଚାମଚ ହଳଦୀ ଗୁଣ୍ଡ, ଗୋଟିଏ ଚାମଚ ରେଡ୍ ଚିଲି ପାଉଡର, ତା ସହିତ ଗୋଟିଏ ଚାମଚ ଏଠି ଦେଇଥିଲି ଜିରା ଗୁଣ୍ଡ, ଗୋଟିଏ ଚାମଚ ଦେଇଥିଲି ଗରମ ମସଲା, ଗୋଟିଏ ଚାମଚ ଦେଇଥିଲି ସାହି ବିରିୟାନୀ ମସଲା, ଯୋଉଥିରେ କି ତା ଟେଷ୍ଟ ଆଉ ସ୍ମେଲ ବହୁତ ବଢ଼ିଆ ଦେଇଥାଏ। ତା ସହିତ ଗୋଟିଏ ଚାମଚ ଦେଇଥିଲି ଅଦା ରସୁଣର ପେଷ୍ଟ। ତାପରେ ମୁଁ ଏଇଠି କିଛି ଯୋଉ ପିଆଜକୁ ଭାଜିକି ରଖିଥିଲି ସେ ପିଆଜକୁ ଏଥିରେ ଆଡ୍ କରି ନେଇଥିଲି। ଆଉ କିଛି ପିଆଜ ମୁଁ ଏକ୍ସଟ୍ରା ରଖି ନେଇଛି, ସେଟା ଆଗକୁ ବତେଇବି ମୁଁ ସେ ପିଆଜର କଣ କରିବି। ତା ସହିତ ମୁଁ ଏଇଠି କିଛି ଦହି ଦେଇଥିଲି, ଦହି ହାଲକା ଖଟା ଅଛି, ଖଟା ଦହି ଟିକେ ଦେଇକି ମୁଁ ଏଇଭଳି ହାତରେ ସେ ସବୁକୁ ମିଶେଇ ନେଇଥିଲି, ଆପଣ ଦେଖିକି ଜାଣିପାରୁଥିବେ। ଆଉ ଭିଡ଼ିଓଟିକୁ ପୁରା ଫୁଲ୍ ଦେଖନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ ନିହାତି କରନ୍ତୁ, ଯାହା ଫଳରେ କି ମୁଁ ଯାହା ବି ନୂଆ ନୂଆ ଭିଡ଼ିଓ ଆଣିବି ଆପଣମାନଙ୍କ ପାଖକୁ ପ୍ରଥମେ ନୋଟିଫିକେସନ ଆସିବ। ଆଉ ଇନଷ୍ଟାଗ୍ରାମରେ କିମ୍ବା ଫେସବୁକରେ ଦେଖିଥିଲେ ଫଲୋ ତ ନିହାତି କରନ୍ତୁ। ଚିକେନକୁ ମ୍ୟାରିନେଟ୍ କରି ନେବା ପରେ ମୁଁ ସେ ଆଳୁକୁ ମଧ୍ୟ ଏଥିରେ ଦେଇକି କିଛି ସମୟ ମ୍ୟାରିନେଟ୍ କରି ନେଇଥିଲି। ସବୁ କିଛିକୁ ଦେବା ପରେ ଏଇଠି ଦେଖିପାରୁଛନ୍ତି ମୁଁ ଯୋଉ ପିଆଜ ଭାଜିକି ରଖିଥିଲି ତେଲଟି, ସେ ତେଲକୁ ମଧ୍ୟ ମୁଁ ଏଠି ଆଡ୍ କରି ନେଇଛି। ତା ସହିତ ହାଲକା ହାତରେ ସେ ପିଆଜ ତେଲକୁ ମୁଁ ଏଠି ମିଶେଇ ନେଇଛି, ଯାହାଦ୍ୱାରା କି ଆମର ତା ଖାଇବାର ଟେଷ୍ଟ ବହୁତ ବଢ଼ିଆ ହେଇଥାଏ। ସେ ସବୁକୁ ମିଶେଇ ନେବା ପରେ ଗୋଟେ ସାଇଡ଼ରେ ରଖି ନେଇଥିଲି। ଏବେ ମୁଁ ଗୋଟେ ଡିସ୍ ବସେଇଛି, ଯେହେତୁ ଆମେ ଆଗେ ବିରିୟାନୀର ରାଇସ୍ଟା ପ୍ରସ୍ତୁତ କରିବା। ଏଠି ପାଣି ସଫିସିଏଣ୍ଟ ଦେଇଛି। ପାଣି ଦେଇ ସାରିବା ପରେ ଏଇଠି ଦେଖିପାରୁଥିବେ ପାଣି ଆମର ଫୁଟି ଆସିଛି। ଏଇଠି କିଛି ଗୋଟା ମସଲା ମୁଁ ଆଡ୍ କରି ନେଇଥିଲି। ତାପରେ ମୁଁ ଏଠି କିଛି ଘିଅ ଦେଇଥିଲି, କିଛି ଲୁଣ ଦେଇଥିଲି। ସେ ସବୁକୁ ଏଠି ଭଲ ଭାବରେ ଫୁଟି ଆସିଲାଣି। ଆଉ ଯେତେବେଳେ ବି ବିରିୟାନୀର ଚାଉଳକୁ ଆଡ୍ କରିବେ ଚେଷ୍ଟା କରିବେ ପାଣି ଆମର ଯେମିତି ପୁରା ଭଲ ଭାବରେ ଫୁଟି ଆସିବା ଦରକାର। ଯେହେତୁ ଚାଉଳକୁ ମୁଁ ଅଧଘଣ୍ଟା ଆଗରୁ ବତୁରେଇକି ରଖିଥିଲି, ଚାଉଳକୁ ଭଲ ଭାବରେ ଧୋଇକି ସେ ପାଣିରେ ଆଡ୍ କରି ନେଇଛି। ଆଉ ଏଇଠି ଦେଖିପାରୁଥିବେ ଚାଉଳ ବି ଆମର ଭଲ ଭାବରେ ଫୁଟି ଆସିଲାଣି। ଏବେ ଏଇ ଜାଗାଟା ଟିକେ ମୋତେ ସର୍ଟ ଲାଗିଲା, ସେଥିପାଇଁ ମୁଁ ଏଇଟା ଏକ୍ସଚେଞ୍ଜ କରିକି ଗୋଟେ ବଡ଼ ଜାଗାକୁ ଟ୍ରାନ୍ସଫର କରି ନେଇଥିଲି। ଏଠି ଦେଖିପାରୁଥିବେ ବିରିୟାନୀର ରାଇସ୍ଟା ଆମର ବନିକି ପୁରା ରେଡି ହେଇଗଲାଣି। ଆଉ ବିରିୟାନୀର ରାଇସ୍ଟା ଯେତେବେଳେ ବନିବ 60ରୁ 70%
ସେ ଚାଉଳଟା ଆମର କୁକ୍ ହବ। ଆଉ ଏଇଠି ଦେଖିକି ଜାଣିପାରୁଥିବେ ହାତରେ ଏଇଭଳି ଦବେଇବା ମାତ୍ରକେ ସେଟା ଭାଙ୍ଗି ଯାଉଥିବ। ମାନେ ଜାଣିବେ ଯେ ଚାଉଳଟି ଆମର ଭଲ ଭାବରେ ପୁରା ବନିକି ରେଡି ହେଇଯାଇଛି। ଏବେ ମୁଁ ତାକୁ କାଢି ନେଇଛି, ଏମିତି ଗୋଟେ ଜାଲି ପାତ୍ରରେ ରଖି ନେଇଛି, ଯାହା ଫଳରେ କି ତାର ଯୋଉ ଏକ୍ସଟ୍ରା ପେଜ ଥିବ ସେଠୁ ବାହାରି ଆସିବ, ଆଉ ଚାଉଳଟି ଆମର ପୁରା ଖିଲା ଖିଲା ରହିବ। ଏବେ ଏଠି ଗୋଟେ କଡେଇରେ ମୁଁ ତେଲ ଆଡ କରିଛି, ତା ସହିତ କିଛି ପିଆଜ ମଧ୍ୟ ଆଡ କରିଛି। ଆଉ ପିଆଜକୁ ଏଠି କିଛି ସମୟ ମୁଁ ଭାଜିକି ପୁରା ରେଡି କରି ନେଇଛି। ଆଉ ଏଇଠି ମୁଁ କିଛି କଞ୍ଚା ଲଙ୍କା ଆଡ କରିଥିଲି। ଆପଣ ଯେତିକି ଲଙ୍କା ଖାଇବା ପାଇଁ ପସନ୍ଦ କରନ୍ତି ସେଇ ଅନୁସାରେ ଏଠି ଲଙ୍କା ଆଡ କରିପାରିବେ। ସେ ସବୁକୁ ଦେଇକି କିଛି ସମୟ ଏଠି ଭାଜି ନେବା ପରେ ଆମେ ଯୋଉ ମ୍ୟାରିନେଟ କରିକି ଚିକେନ ରଖିଥିଲେ, ସେ ମ୍ୟାରିନେଟ ଚିକେନ ଗୁଡା ମୁଁ ଏଠି ମିଶେଇ ନେଇଛି। ଚିକେନକୁ ଏଠି ମିଶେଇ ନେଇ ସାରିବା ପରେ ମୁଁ ଲୋ ଫ୍ଲେମରେ ସେ ଚିକେନକୁ କିଛି ସମୟ ଏଠି କଷି ନେଇଛି। ଆଉ ଚିକେନକୁ କଷିବା ସମୟରେ ଗ୍ୟାସର ଫ୍ଲେମ୍ ଲୋ ହିଁ ରଖିଛି। ଲୋ ଫ୍ଲେମରେ ସେ ଚିକେନକୁ ମୁଁ ଏଠି କଷି ନେଇଛି। ଆପଣମାନଙ୍କୁ ବିରିୟାନୀ ଖାଇବା ପାଇଁ ପସନ୍ଦ ଆସେ କି ନାହିଁ କମେଣ୍ଟରେ ନିହାତି ଜଣାନ୍ତୁ। ଆଉ ଯଦି ବା ଆପଣ ବିରିୟାନୀ ଖାଇବା ପାଇଁ ପସନ୍ଦ କରନ୍ତି ତ ଥରେ ଥରେ ଏଇ ଷ୍ଟାଇଲରେ ବିରିୟାନୀ ବନେଇକି ଦେଖନ୍ତୁ। ଖୁବ୍ କମ୍ ସମୟରେ ବନି ଯାଇଥାଏ, ଆଉ ଖୁବ୍ ଟେଷ୍ଟି ମଧ୍ୟ ଲାଗିଥାଏ। ହୋଟେଲ ରେଷ୍ଟୁରାଣ୍ଟ ପରି ଲାଗିଥାଏ। ଆଉ ହୋଟେଲ ରେଷ୍ଟୁରାଣ୍ଟ ପରି ବିରିୟାନୀ ମଧ୍ୟ ଆପଣମାନେ ଘରେ ହିଁ ବନେଇ ପାରିବେ। ଆଉ ଏଇ ବିରିୟାନୀ ବନେଇବା ବେଳେ ମୁଁ ଏଠି ପାଣି ଏପର୍ଯ୍ୟନ୍ତ ଆଡ୍ କରିନି। ଲୋ ଫ୍ଲେମରେ ମୁଁ ସେ ମାଂସକୁ କିଛି ସମୟ ଏଠି କଷି ନେଇଛି। ଆଉ ଏଇଠି ଦେଖିପାରୁଥିବେ ତାର ତେଲ ମଧ୍ୟ ଛାଡି ଦେଇ ସାରିଲାଣି। ମାନେ ଚିକେନ ଗୁଡା ଆମର ଏଇଠି କିଛି ପରସେଣ୍ଟରେ ସିଝି ଆସିଲାଣି, ତା ସହିତ ଆଳୁ ମଧ୍ୟ ଆମର କିଛି ପରସେଣ୍ଟରେ ସିଝି ଆସିଲାଣି। ଏଇଠି ମୁଁ ଯୋଉ ମସଲା ରଖିଥିଲି, ମାନେ ମ୍ୟାରିନେଟ କରିକି ଯୋଉ ଜାଗାଟାକୁ ରଖିଥିଲି, ସେଇ ଷ୍ଟେପରେ ସେ ପାଣିକୁ ସେଥିରେ ଆଡ କରି ନେଇଛି, ଯାହା ଫଳରେ କି ଆମକୁ ଗ୍ରେଭି ବନେଇବାରେ ସୁବିଧା ହବ। ଏଠି ମୁଁ ଜମା ବି ବେଶୀ ପାଣି ଆଡ କରିନି, ଜଷ୍ଟ ଗୋଟେ ଗ୍ଲାସର ହାଫ ଗ୍ଲାସ ପାଣି ମୁଁ ଏଠି ଆଡ କରିଛି। ସେ ସବୁକୁ ଏଠି ଭଲ ଭାବରେ ସେ ପାଣିକୁ ମିଶେଇ ନେଇଛି। ତାପରେ କିଛି ସମୟ ସେ ପାଣିକୁ ଏଠି ଫୁଟିବା ପାଇଁ ଦେଇଛି, ମାନେ ଗ୍ରେଭିଟିକୁ ଏଠି କିଛି ସମୟ ଫୁଟିବା ପାଇଁ ଦେଇଛି। ଗ୍ରେଭି ଆମର ଫୁଟି ଆସିଲାଣି। ଏଇ ଷ୍ଟେପରେ ମୁଁ କିଛି ଚିକେନ ମସଲା ଆଡ କରି ନେଇଛି, ତା ସହିତ ସେ ସବୁକୁ ଭଲ ଭାବରେ ଆଉଥରେ ମିଶେଇ ନେଇଛି। ସବୁ କିଛିକୁ ମିଶେଇ ନେବା ପରେ ଆମର ଚିକେନ ରେସିପିଟି ବନିକି ପୁରା ରେଡି ହେଇଯାଇଛି। ଏବେ ଚାଲନ୍ତୁ ଯିବା ବିରିୟାନୀ ବନେଇବାର ପ୍ରୋସେସ କରିବା। ପ୍ରଥମତଃ ବିରିୟାନୀ ବନେଇବା ପାଇଁ ମୁଁ ଏଇଠି ଗୋଟେ ବଡ ଜାଗା ନେଇଛି। ତାପରେ ମୁଁ ଏଇଠି କିଛି ଘିଅ ଆଡ କରି ନେଇଥିଲି, ଘିଅକୁ ଭଲ ଭାବରେ ଏଇଠି ମିଶେଇ ନେଇଛି। ଘିଅକୁ ମିଶେଇ ନେବା ପରେ ପ୍ରଥମେ ମୁଁ ଏଇଠି କିଛି ଗ୍ରେଭି ଦେଇ ଦେଇଥିଲି। ସେ ଗ୍ରେଭି ଆଉ ମାଂସକୁ ମୁଁ ଏଇଠି ଦେଇଥିଲି। ସେ ସବୁକୁ ଦବା ପରେ ମୁଁ ଲେୟାର ବନେଇବି। ତ ଆପଣମାନେ ଚାହିଁଲେ ମୋ ପରି ଡାଇରେକ୍ଟ ଦେଇକି ବନେଇ ପାରିବେ, ନହେଲେ ଗୋଟେ ବାଇ ଗୋଟେ ଲେୟାର ଦେଇକି ଆପଣମାନେ ବନେଇ ପାରିବେ। ଯେମିତି ଆପଣଙ୍କୁ ସୁବିଧା ହବ ସେମିତି ଆପଣମାନେ ବନେଇ ପାରିବେ। କିନ୍ତୁ ମୁଁ ପ୍ରଥମେ ସେ ମସଲାକୁ ଦେଇଥିଲି, ତାପରେ ଆଳୁ ଦେଇଥିଲି କିମ୍ବା ମାଂସ ଦେଇଥିଲି। ଏହିପରି ଭାବେ ମୁଁ ସେ ଗ୍ରେଭିକୁ ପ୍ରଥମେ ଆଡ କରି ନେଇଥିଲି। ତାପରେ ଆମେ ଯୋଉ ଭାତକୁ ରଖିଥିଲେ, ମାନେ ବିରିୟାନୀର ଯୋଉ ରାଇସ୍କୁ ରଖିଥିଲି, ତାପରେ ମୁଁ ଏଇଠି ସେ ରାଇସ୍କୁ ଆଡ କରିଥିଲି। ଆଉ ଏଇଠି ଦେଖିକି ଆପଣମାନେ ଜାଣିପାରିଥିବେ ମୁଁ କିପରି ଭାବେ ଲେୟାରଟା ବନେଇଥିଲି। ସେ ଭାତକୁ ସବୁ ଦେଇ ସାରିବା ପରେ ପ୍ରଥମେ ଏଇଠି କିଛି ଧଣିଆ ପତ୍ର ଆଡ କରିଥିଲି। ତା ସହିତ ଆମେ ଯୋଉ ରଖିଥିଲେ ପିଆଜ ଭାଜିକି, ଯୋଉଟା କି ମୁଁ କହିଥିଲି ମୁଁ ଲାଷ୍ଟରେ ଦେଖେଇବି ସେଟା କଣ କରିଥିଲି। ଅଧା ପିଆଜ ମୁଁ ସେ ମାଂସକୁ ମ୍ୟାରିନେଟ କରିବା ବେଳେ ୟୁଜ କରିଥିଲି, ଆଉ କିଛି ପିଆଜ ଏଠି ମୁଁ ଅଧା ରଖି ନେଇଥିଲି। ତାପରେ ମୁଁ କିଛି କେওড়ା ଏସେନ୍ସ ଦେଇଥିଲି। ତାପରେ ଏଠି କିଛି ଗୋଲାପ ଜଳ ଦେଇଥିଲି, ଯାହାଦ୍ୱାରା କି ଆମର ହୋଟେଲ ଆଉ ରେଷ୍ଟୁରାଣ୍ଟରେ ଯେମିତି ବାସ୍ନା ହୁଏ, ସେ ବାସ୍ନା ପାଇଁ ଆଉ ଦବା ଦ୍ୱାରା ବଢିଆ ବାସ୍ନା ହେଇଥାଏ। ଖାଇବା ପାଇଁ ମତେ ବହୁତ ବଢିଆ ଲାଗିଥାଏ। ତାପରେ ମୁଁ ଏଇଠି କିଛି ଗରମ ମସଲା ଦେଇଥିଲି, ସାହି ବିରିୟାନୀ ମସଲା ଦେଇଥିଲି। ତାପରେ ଏଇଠି ମୁଁ କିଛି ଫୁଡ କଲର ଆଡ କରିଥିଲି। ଆପଣମାନେ ଚାହିଁଲେ ଫୁଡ କଲର ଦେଇପାରିବେ, ନହେଲେ ସ୍କିପ ମଧ୍ୟ କରିପାରିବେ। ସେ ସବୁକୁ ଦେଇକି ମୁଁ ଏଇଠି କିଛି ଅଟା ଦେଇକି ଆମେ ଯୋଉ ବିରିୟାନୀ ଜାଗାଟାରେ ବନେଇଥିଲି ସେ ଜାଗାଟାକୁ ସିଲ୍ କରି ନେଇଥିଲି, ଯାହା ଫଳରେ କି ବିରିୟାନୀ ବନେଇବାକୁ ସୁବିଧା ହେଇଥାଏ। ଆଉ ଲୋ ଫ୍ଲେମରେ ମୁଁ ଏଠି 45 ମିନିଟ ବିରିୟାନୀକୁ ବସେଇଥିଲି। ଗ୍ୟାସର ଫ୍ଲେମ୍ ଟୋଟାଲି ଲୋ ରଖିଥିଲି, ଲୋ ଫ୍ଲେମରେ ହିଁ ବସେଇଥିଲି। ଆଉ ବନିକି ଆମର ବିରିୟାନୀ ଏଠି ରେଡି ହେଇଯାଇଛି। ଏବେ ମୁଁ ସେ ବିରିୟାନୀକୁ ଖୋଲିକି ଆପଣମାନଙ୍କୁ ଦେଖେଇବି ଯେ କିପରି ଭାବେ ବନିଛି। ଦେଖିବା ମାତ୍ରକେ ପାଟିରୁ ୱାଓ ଆସୁଛି। ଦେଖିବା ପାଇଁ ଯେତିକି ସୁନ୍ଦର ହେଇଥିଲା, ଖାଇବା ପାଇଁ ସେତିକି ଟେଷ୍ଟି ହେଇଥିଲା। ମାନେ ମୁଁ କଥା ବି କହିପାରୁନି ଯେ ଏତେ ସୁନ୍ଦର ବାସ୍ନା ମଧ୍ୟ ହଉଥିଲା। ହୋଟେଲ ଆଉ ରେଷ୍ଟୁରାଣ୍ଟ ଷ୍ଟାଇଲର ବିରିୟାନୀ ଆଜି ମୁଁ ଘରେ ବନେଇଥିଲି। ଆଉ କିପରି ବନେଇଲି ସେଟା ମଧ୍ୟ ଆପଣମାନଙ୍କ ସାଙ୍ଗରେ ସେୟାର କରିଛି। ଆଉ ଏବେ ତ ପ୍ରାୟ ପିକନିକ ଟାଇମ ଚାଲିଛି, ଥରେ ଥରେ ଏଇ ଷ୍ଟାଇଲର ବିରିୟାନୀ ବନେଇକି ଦେଖନ୍ତୁ। ଥରେ ଖାଇଲେ ବାରମ୍ବାର ଖାଇବା ପାଇଁ ଇଚ୍ଛା ହଉଥାଏ। ଆଉ ଦେଖିପାରୁଥିବେ ତାର ବିରିୟାନୀର ରାଇସଟି ଦେଖିବେ ପୁରା ଗୋଟା ଗୋଟା ରହିଛି, ଗୋଟେ ବି ଭାଙ୍ଗିନି, ପୁରା ଖିଲା ଖିଲା ରହିଛି। ତା ସହିତ ରାଇସ୍ ମଧ୍ୟ ପୁରା ଜୁସି ଟାଇପର ରହିଛି।
ଆଉ ଦେଖିକି ତ ଖାଇବା ପାଇଁ ହିଁ ଇଚ୍ଛା ହଉଛି। ଥରେ ଥରେ ଏହିପରି ବିରିୟାନୀ ବନେଇକି ଦେଖନ୍ତୁ। କିପରି ଲାଗିଲା କମେଣ୍ଟ ବକ୍ସରେ ନିହାତି ମତାମତ ଜଣାନ୍ତୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରନ୍ତୁ। ଆଉ ଏମିତିରେ ତ ଖାଲିରେ ବି ଆପଣମାନେ ଏମିତିରେ ଖାଇପାରିବେ। କାହିଁକିନା ଯେତିକି ଜୁସି ମଧ୍ୟ ହେଇଛି ବିରିୟାନୀଟି, ତା ସହିତ ମୁଁ ଏଇଠି କିଛି ରାଇତା ଆଉ କିଛି ଗ୍ରେଭି ରଖିଛି। ମାନେ ପୁରା ପରଫେକ୍ଟଲି ବିରିୟାନୀ ଥାଳି ଆମର ବନିକି ରେଡ଼ି ହେଇଯାଇଛି। ଥରେ ଥରେ ଏହିପରି ଭାବେ ବନାନ୍ତୁ। ଆଉ କମେଣ୍ଟରେ ନିହାତି ମତାମତ ଜଣାନ୍ତୁ ବିରିୟାନୀ କେମିତି ଲାଗିଲା। ଆଉ ନେକ୍ସଟ ଭିଡ଼ିଓ ଆପଣମାନେ କ'ଣ ଦେଖିବା ପାଇଁ ଚାହୁଁଛନ୍ତି, ମୁଁ ନିହାତି ବନେଇବା ପାଇଁ ଚେଷ୍ଟା କରିବି। ରହିଲି, ଦେଖା ହବ ଆଉ ଗୋଟେ ନୂଆ ଭିଡ଼ିଓ ସହିତ, ଆଉ ଗୋଟେ ନୂଆ ରେସିପିରେ। ଧନ୍ୟବାଦ।